ତିର୍ତ୍ତୋଲ ବ୍ଲକ ତିର୍ତ୍ତୋଲ ଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ମେଧାବୀ ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ମଞ୍ଜୁଲତା ସାହୁଙ୍କ ଦ୍ୱାରା ବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା 5 ଲକ୍ଷ ଟଙ୍କା ସେହି ଅର୍ଥରୁ ମିଳୁଥିବା ସୁଧ ଅର୍ଥକୁ ତାଙ୍କର ପିତାମାତା ବ୍ରହ୍ମାନନ୍ଦ ଓ ପ୍ରେମଲତା ସ୍ମାରକ ଛାତ୍ରବୃତ୍ତି ରୂପେ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀମାନଙ୍କୁ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ସ୍ୱାଧୀନତା ଦିବସ ଅବସରରେ ଆଜି ବିଦ୍ୟାଳୟ ପରିସରରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତିର୍ତ୍ତୋଲ ପଞ୍ଚାୟତର ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ସମିତି ସଭ୍ୟ ପ୍ରବୀର ରାୟ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଜ୍ୟୋତିର୍ବାଳା ଚୌଧୁରୀ ଉର୍ମିଳା ସୁନ୍ଦରୀ କର ଉପସ୍ଥିତ ଥିଲେ। ଏହି ସଭାକୁ ସୁନନ୍ଦ ସାହୁ ପରିଚାଳନା କରିଥିଲେ। ଏହି ଉତ୍ସବରେ ଛାତ୍ରୀ ଲକ୍ଷ୍ମୀପ୍ରିୟା ନାଥ, ସୁମନ ନାୟକ, ଅଙ୍କିତା ନାଥ, ମୌସୁମୀ ବେହେରା ଓ ରୋଜାଲିନ ନାଥ ପ୍ରତ୍ୟେକ ଛାତ୍ରୀଙ୍କୁ 5,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିବା ବେଳେ ଛାତ୍ରୀ ଅରୁନ୍ଧତୀ ସୁତାର, ତୁଳସୀ ନାଥ, ସ୍ୱପ୍ନାରାଣୀ ନାୟକ ଓ ମମତା ନାୟକଙ୍କୁ 2,000 ଟଙ୍କା ଲେଖା ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ଅର୍ଥରାଶି ପାଇବା ଦ୍ୱାରା ଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ଉଚ୍ଚ ହୋଇଥିବା ଯୋଗୁଁ ଆଗାମୀ ଦିନରେ ଭଲ ପାଠ ପଢ଼ି ସମାଜରେ ପ୍ରତିଷ୍ଠା ଲାଭ କରିବେ ବୋଲି ପ୍ରକାଶ କରିଛନ୍ତି। ବିଦ୍ୟାଳୟକୁ ଅର୍ଥରାଶି ପ୍ରଦାନ କରିଥିବା ମଞ୍ଜୁଲତା ସାହୁ ସମାଜରେ ପ୍ରତିଷ୍ଠା ଲାଭ କରିବାକୁ ହେଲେ ନିଜ ପିତା ମାତାଙ୍କୁ ଭଗବାନ ରୂପେ ମନରେ ଭକ୍ତି କଲେ ସମାଜରେ ପ୍ରତିଷ୍ଠା ଲାଭ କରିବା ପାଇଁ କେହି ଅଟକାଇ ପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ। सहकर्मी जो सुनंदा दीदी सी झील समस्ते झील भाया समस्त अभिनंदन खुशी कथा कौन होते से प्रति अगस्ट 15 तारीख को आम पालन कर स्वाधीनता दिवस को पालन करने संगे स्वाधीनता को रक्षा करने आम प्रथम कर्तव्य। श्रीमती मंजुलता साहू आम घर मणिजंगा सुजाउद्दीन नगर पाटणा मु तिर्तोल गर्ल्स हाई स्कूल 78 बैच स्टूडेंट मु एससीबी रे नर्सिंग सुपरिटेडेंट पोस्ट रे लास्ट रिटायर्ड कली केते 2021 बहुत खुशी लगुच मो बापा यही एसके एकेडमी रे पाठ पढ़ी मैट्रिक फर्स्ट पास करथिले तापरे बो आमर महिला समिति करथिला सी भी पंचम जाई पाठ पढ़ीथिला एवं आम समस्त 5 भाई भौणी मानक केमिति मेट्रिकुलेशन पर्यंत पढ़ेइबो सी माने बापा एक्सपेक्ट करी गले बहुत कम बयस आम 5 जन को पढ़े केमिति ठीक लाइन रे पहुँचाइब बहुत से बापा माँ पाखे आम ऋणी सबुदिन आम शिक्षयित्री मान पाखे ऋणी जहाँकि मोर एबे प्रेजेंट अच्छा आमर ज्योति दीदी आउ उर्मिला दीदी तांकर मु स्टूडेंट आपर्यंत सी जीवित मु भी जीवित तांको पाखे ऋणी होती एकाठी हो पारिचु से खुशीर शेष नहीं। समाज एतिकी प्रेरणा देव जमीती कि माने जो बापा माँ आमको छोट बेलू गढ़ी आमर अली अझट सहीकि एत कष्ट सहीकि आमको मनीष करिसेंती तांको आमे शेष जीवन रे जेमिति तांका सेवा शुश्रूषा करवा एवं मु सेई सेवा मनोवृत्ति रे ही आज से माने नर्सिंग प्रोफेशन को आदरी नहीं आउ जहाँद्वारा कि सेवार मूल्य मु बुझीची जहाँद्वारा कि मो बापा माँ भी मु बहुत छोट बेलू सेवा करी आसी मो बापा 9th क्लास रे एक्सपायर करिगले आउ तापरे माँ एबे गले किंतु तांकर सेवा शुश्रूषा से भाई माने ही मुक साखी आउ से भाया प्रेरणा पिला मानक मु दउची पिला माने जेते जोठी था सासू ससुर आउ बापा माँ ठार आउ संसार रे बड़ कहीं ना। प्रियम्बदा महापात्र सरपंच तिर्तोल ग्राम पंचायत तिर्तोल।
ମୁଁ ତ ଏଇଠି ଆସି ପହଞ୍ଚି ମୋତେ ଏଠିକି ଡାକିଛନ୍ତି ସେଇ ଉତ୍ସବ ଯେଉଁଠି ଦେଶ ଆମର 78ତମ ସ୍ୱାଧୀନତା ଦିବସ ସାରା ଭାରତ ବର୍ଷ ପାଳନ କରୁଛି, କିନ୍ତୁ ତିର୍ତ୍ତୋଲ ଗାର୍ଲସ ହାଇ ସ୍କୁଲ ସେଇଠି ଏମିତି ଗୋଟେ ଉତ୍ସବ ପାଳନ କରୁଛି, ଏଇଟା ଟୋଟାଲ ଭାରତବାସୀଙ୍କୁ ପ୍ରେରଣା ହେବ। କାରଣ ଲୋକ ଯେତେବେଳେ ଟିକେ ଉଚ୍ଚକୁ ଉଠେ ଯେ ପଇସା ପତ୍ର ହେଇଯାଏ, ସେ କୁହେ ମୁଁ କେମିତି ହାଇଲାଇଟ୍ ହେବି, କିନ୍ତୁ ଏଠି ଏମିତି ମୁହୂର୍ତ୍ତ ମୁଁ ମୋ ପାଖରେ ଥିବା ମାନେ ମାତୃ ସମାନ ଯେଉଁ ଦିଦିମାନଙ୍କୁ ବି ମୁଁ ସମ୍ବୋଧନ କରିପାରିଲିନି, ମୋର କଣ୍ଠରୋଧ ହୋଇଗଲା, ମୁଁ ଭୁଲିଗଲି। ତେଣୁ ମୋ କହିବା କଥା ଯେ ଏଇଠାରୁ ସମସ୍ତେ ଇନ୍ସପାୟାର ହୁଅନ୍ତୁ ଯେ ଯେଉଁଠି ବାପା ମା ମାନେ ପିଲାମାନେ ବଡ଼ ହୋଇଗଲେ ବାପା ମା ବୋଝ କହିକି ନେଇକିରି ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି, ମାସକୁ 10,000 ଦେଇଦେଲେ ତାଙ୍କର ମାନେ ଆଉ କିଛି ତାଙ୍କର ଡ୍ୟୁଟି ନାହିଁ। ସେଇଠି ଇଏ ଜଣେ ବଡ଼ ଭଉଣୀ ମା ଭଳି ସିଏ ଯେ ଏତେ ମାନେ ତାଙ୍କର ଏଇ ଯେଉଁ 5 ଲକ୍ଷ ଟଙ୍କା ଦାନଟା ନୁହେଁ, ଏଇଟା ଯେ ତାର କିଛି ମାନେ ତାର ପରିମାଣ କିଛି ନାହିଁ। କାରଣ ସମସ୍ତେ ଶିଖିବା ଦରକାର, ଆମେ ବାପା ମାଆଙ୍କୁ ଫୋପାଡ଼ି ଦେଉଛେ, ସେମାନେ କେତେ କଷ୍ଟ ଦିଏ। ଆମେ ଯେତେବେଳେ ସଂସାରକୁ ଆସୁଛେ ବାପା ମା ଆମକୁ ଜନ୍ମ କରୁଛନ୍ତି, ଆମେ ତାପରେ ଆମେ ଯେତେବେଳେ ଶେଷ ଜୀବନ ଆମର 4ଟା କାନ୍ଧ ଦରକାର ହେଉଛି, 4 ଜଣ ହେଲେ ଆମକୁ ନେବେ, ତା ମଝିରେ ଯାହା ରହିଲା ଆମ ଲାଇଫ୍, ଆମେ ତା ଭିତରେ ଏତେ ଭୁଲି ଯାଉଛେ, ବାପା ମାଆଙ୍କୁ ଟୋଟାଲ ଭୁଲି ଯାଉଛେ। ତା ଶେଷରେ ଦରକାର ହେଉଛି ଆମର 6 ହାତ ଜମି 6 ଖଣ୍ଡ କାଠ, ତାକୁ ବି ଲୋକ ଜାଣିକି ଅଜଣା ହେଉଛନ୍ତି। ତେଣୁ ଏଇ ବାର୍ତ୍ତା ଦ୍ୱାରା ମୁଁ ଆମର ଉତ୍ତର ପିଢ଼ିକି କହୁଛି ଯେ ସମସ୍ତେ ବାପା ମାଆଙ୍କୁ ସମ୍ମାନ କରନ୍ତୁ, ଗୁରୁଜନମାନଙ୍କୁ ଭକ୍ତି କରନ୍ତୁ, ଖାଲି କହିଦେଲେ ହେବନି, କାମରେ କରିକି ଯଦି ପାରୁଛନ୍ତି ସମସ୍ତେ ଆସିକି ଏଇ ମଞ୍ଜୁ ମ୍ୟାଡ଼ାମଙ୍କୁ ଦେଖା କରି ତାଙ୍କଠାରୁ କିଛି ମାନେ କିଛି ଶିକ୍ଷା ଗ୍ରହଣ କରନ୍ତୁ। ସେଠି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛି ଏବଂ ଆଜିର ହିଁ 78ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣମାନଙ୍କୁ ସ୍ୱାଗତ କରୁଛି, ଶୁଭେଚ୍ଛା ମଧ୍ୟ ଜଣାଉଛି। ଏବଂ ଏହିଥିରୁ ଆମର ଆଲୁମିନି ମାନଙ୍କୁ ମଧ୍ୟ ଏହା ପ୍ରେରଣା ଦେବ, ଯେଉଁଥିରେ କି ସେମାନେ ଖାଲି ଆର୍ଥିକ ସହାୟତା ଦେବେନି ଏବଂ ସେମାନେ ଶ୍ରମ ମଧ୍ୟ ଦାନ କରିପାରିବେ, ଯେଉଁମାନେ କି ଆଗାମୀ ପିଢ଼ିମାନଙ୍କୁ ମଧ୍ୟ ସହଯୋଗ କରିପାରିବେ। ଆଉ ଗୋଟେ କଥା, ସେମାନେ ଏ ବିଦ୍ୟାଳୟରୁ ପଢ଼ିଛନ୍ତି, 10 ବର୍ଷ କାଳ ପଢ଼ିଛନ୍ତି, ତେଣୁ ଏଠି ଋଣ ସୁଝିବାର ସମୟ ଆସି ଯାହାକୁ କହନ୍ତି। ତେଣୁ ସେମାନେ ଯେକୌଣସି କ୍ଷେତ୍ରରେ ଏଷ୍ଟାବ୍ଲିଶମେଣ୍ଟ ଥାଆନ୍ତୁ, ତେଣୁ ସେମାନେ ତାଙ୍କ ଶ୍ରମ ହେଉ ବା କିଛି ଆର୍ଥିକ ହେଉ ବା ଯେକୌଣସି କ୍ଷେତ୍ରରେ ଦାନ କରିବେ, ଯାହା ଯୋଗୁଁ ଅନ୍ୟ ପିଲାମାନେ ଏଥିରେ ସହଯୋଗ ଲାଭ କରିବେ ଏବଂ ସେମାନେ ମଧ୍ୟ ଉତ୍ସାହିତ ହୋଇ ଭବିଷ୍ୟତରେ ଏଇଭଳି କାମ କରିବେ। ମୁଁ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ତିର୍ତ୍ତୋଲ ବାଳିକା ବିଦ୍ୟାଳୟ। ଯେଉଁ ଝିଅଟି ପାଇଁ ଆଜି ଏତେ ବଡ଼ ଆୟୋଜନ କରାଯାଇଛି, ଏହି ଅବସରରେ ମୁଁ କହିବାକୁ ଚାହୁଁଛି ତାର ପାଠ ପଢ଼ିବା ସମୟର ଯେଉଁ କିଛି କାର୍ଯ୍ୟକଳାପ ମୋତେ ବହୁତ ଭାବରେ ପ୍ରଭାବିତ କରିଥିଲା। ସେତେବେଳେ ଆମ ଭିତରେ ଗୁରୁ ସମ୍ପର୍କ, ଯେଉଁ ଗୁରୁ ଶିଷ୍ୟର ସମ୍ପର୍କଟା ଅତି ମଧୁର ଥିଲା। ଆମେ ସେମାନଙ୍କୁ ପିଲା ବୋଲି ଭାବୁନଥିଲୁ, ଛାତ୍ରୀ ବୋଲି ଭାବୁନଥିଲୁ, ଝିଅ ଭଳିଆ ସେମାନଙ୍କୁ ଆଦର ଯତ୍ନ କରୁଥିଲୁ ଏବଂ ସେମାନେ ଏତେ ଭାବରେ ଅନୁପ୍ରାଣିତ ଥିଲେ ଆମ ପ୍ରତି, ସେମାନେ ଏତେ ଅନୁରକ୍ତ ଥିଲେ, ତାଙ୍କର ଭକ୍ତି ଅନନ୍ୟ ଥିଲା। ବର୍ତ୍ତମାନ ମୁଁ ସେସବୁ ଦେଖିବାକୁ ପାଉନି। ଯେଉଁ ଗୁରୁ ଛାତ୍ରର ସମ୍ପର୍କ ବର୍ତ୍ତମାନ କମିଯାଇଛି, କିନ୍ତୁ ଆମ ସମୟରେ ଏଇ ଝିଅମାନେ ଆମ ପାଇଁ ମାନେ ଥିଲେ ଯେମିତି ପ୍ରେରଣା। ଆମକୁ ପାଠ ପଢ଼ାଇବା ପାଇଁ ସେମାନେ ଯେଉଁ ପ୍ରକାର ଇଏ କରିଥିଲେ, ଆମେ ସେମାନଙ୍କୁ କେମିତି ଭଲ ଦିଗ୍ଦର୍ଶନ ଦେବୁ, କେମିତି ଭଲ ତାଙ୍କର ଶିକ୍ଷା ଦୀକ୍ଷାରେ ତାଙ୍କୁ ସାହାଯ୍ୟ ସହାୟତା କରିବୁ, ସେଥିପାଇଁ ଆମ ପଛରେ ଅନବରତ କରିଥିଲେ। ତାପରେ ଏଇ ଯେଉଁ ଝିଅ ମଞ୍ଜୁ କଥା କହୁଛନ୍ତି, ବହୁ କଷ୍ଟରେ ସେ ପାଠ ପଢ଼ିଥିଲା। ଆର୍ଥିକ ଅନଗ୍ରସର ଇଏ ସତ୍ତ୍ୱେ ତାର ପାଠ ପଢ଼ାରେ ଥିଲା ବହୁତ ଇଏ, ପାଠ ପଢ଼ିଲା, ପାଠ ପଢ଼ି ସେ ଚାକିରି କଲା। ମୋର ଜଗତସିଂହପୁର ମେଡ଼ିକାଲରେ ସେ ଥିଲା ଯେତେବେଳେ ଷ୍ଟାଫ୍ ନର୍ସ, ସେତେବେଳେ ଆମର ଭାଲୁଏସନ୍ ସେଣ୍ଟର ହେଇଥାଏ, ଆମେ ଯାଇଥାଉ, ସେଇଠି ମୋର ତାର ସହିତ ଦେଖା ହେଇଥିଲା। ମୁଁ ଅତ୍ୟନ୍ତ ଆନନ୍ଦିତ ହେଇଥିଲି ଯେ ଯାହା ହଉ ଆମ ପାଖରେ ପାଠ ପଢ଼ି ପିଲାଟି ଆଜି ଏ ଇଏରେ ପହଞ୍ଚିଛି। ତାପରେ ଯେତେବେଳେ ଜାଣିଲି ସେ SCB ମେଡ଼ିକାଲରେ ସୁପରିଟେଣ୍ଡିଂ ଷ୍ଟାଫ୍ ନର୍ସ ହିସାବରେ ରିଟାୟାର୍ଡ଼ କରିଛି, ମୋର ଗର୍ବରେ ମୁଁ ଫାଟି ପଡ଼ିଲା ମୋ ଛାତି। କାରଣ ଏଭଳି ଷ୍ଟୁଡେଣ୍ଟ ଏ ଯୁଗରେ ମିଳିବା କଷ୍ଟ। ପିଲାଦିନୁ ସେ ବହୁତ ସରଳ ଥିଲା, ଭାରି ଅମାୟିକ, ଶିକ୍ଷକମାନଙ୍କ ପ୍ରତି ତାର ଭକ୍ତି ଥିଲା। ତେଣୁ ଈଶ୍ୱର ତାକୁ ଆଧ୍ୟାତ୍ମିକ ମାର୍ଗରେ ନ ନେଲେ ଏ କାମଟି କରିପାରିବେନି କେହି। ଧନ ଥାଇ ମଧ୍ୟ ଲୋକମାନେ ପଇସା ଖର୍ଚ୍ଚ କରିବା ପାଇଁ ଚାହାନ୍ତି ନାହିଁ। ସିଏ କିନ୍ତୁ ତା ପାଖରେ ଏତେ ଆର୍ଥିକ ସମ୍ବଳ, ସିଏ ସ୍ୱଚ୍ଛଳ ନୁହେଁ, କିନ୍ତୁ ତାର ମନ ଏତେ ବଡ଼, ଏତେ ପ୍ରଶସ୍ତ ମନ ନେଇକରି ସେ କାର୍ଯ୍ୟଟି କରିଛି। ସେଥିପାଇଁ ମୁଁ
शिक्षयित्री हिसाब से तार शिक्षयित्री हिसाब से गर्वित। आखिरू धार धार अश्रु हो पड़ा कौन लेखा थिला ना से लेखा थिला टीचर लिखिले जे तुमर पुआ भल पाठ पढ़ू ना अन्य पिला सहित सी कोप कर सुजोग देखु ना जोटा कि आम बहुत असुविधा होती तमें तुम पिला पाखे रख ये पाठ पढ़ा शेष जेहेतु माँ से विषय किसी कही नथिले किंतु एभली पाठ पढ़े डिस्टेंस कोर्स पाठ पढ़ी से गोटे साइंटिस्ट हेले से साइंटिस्ट होती आम जो मौसम जगतसिंहपुर शरद कुमार दासों सहित तीर्तोल रंजन कुमार मल्लिकों रिपोर्ट न्यूज उपांत खबर।